ବାଙ୍କୀ ସୁବର୍ଣ୍ଣପୁର ମହାନଦୀ ବ୍ରିଜ ନିକଟରୁ ମହାନଦୀ ଗର୍ଭରୁ ଆଜି ମିଳିଛି 108 ତମ୍ବା ଓ ପିତ୍ତଳ ନାଗମୂର୍ତ୍ତି ସହ ବୃଷଭ ଏବଂ ହରପାର୍ବତୀଙ୍କ ବିଗ୍ରହ। ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ବାସିନ୍ଦା ମହାନଦୀରେ ଗାଧୋଉଥିବା ବେଳେ ମହାନଦୀ ଗର୍ଭରେ ପାଣି ଭିତରେ ଏକ ବିରାଟ ତମ୍ବା ନାଗ ମୂର୍ତ୍ତିକୁ ଦେଖିବାକୁ ପାଇଥିଲେ ଏବଂ ଉକ୍ତ ନାଗମୂର୍ତ୍ତିକୁ ଉଦ୍ଧାର କରିବାକୁ ଯାଇ ପାଇଥିଲେ 108ଟି ନାଗମୂର୍ତ୍ତି। ଆଜିର ପବିତ୍ର ଦିନରେ ଏବେ ସ୍ଥାନୀୟ ବାସିନ୍ଦାକୁ ଏହା ଆଚମ୍ବିତ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଆଧ୍ୟାତ୍ମିକତାର ବାତାବରଣ। ହୁଳହୁଳିରେ ହରିବୋଲରେ କମ୍ପୁଛି ଗାଁ ଦାଣ୍ଡ, ଚାଲିଛି ପୂଜାର୍ଚ୍ଚନା, ଜମୁଛି ଲୋକମାନଙ୍କ ଭିଡ଼। କାହିଁକିନା ଦେବଦେବ ମହାଦେବ ମହାନଦୀ ଜଳରୁ ଆବିର୍ଭୂତ ହୋଇଛନ୍ତି ବୋଲି ଘଟଣାଟି ସମସ୍ତଙ୍କୁ ଆଚମ୍ବିତ କରିଛି। ଗ୍ରାମବାସୀ ଉକ୍ତ ବିଗ୍ରହଗୁଡ଼ିକୁ ଉଦ୍ଧାର କରିବା ସହ ଗାଁକୁ ଆଣି ପୂଜାର୍ଚ୍ଚନା କରିବାରେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ବାଙ୍କୀ ସୁବର୍ଣ୍ଣପୁର ବିଟ୍ର ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏତେ ସଂଖ୍ୟକ ବିଗ୍ରହ ମହାନଦୀ ଗର୍ଭକୁ କିଭଳି ଆସିଲା ତାହାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ତଦନ୍ତ ପର୍ଯ୍ୟନ୍ତ ଏହି ବିଗ୍ରହଗୁଡ଼ିକୁ ବାଙ୍କୀ ସୁବର୍ଣ୍ଣପୁର ଗାଁ ମଠରେ ରଖାଯିବ ବୋଲି ସ୍ଥାନୀୟ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ମାହାଳି ପ୍ରକାଶ କରିଛନ୍ତି। ବାଙ୍କୀରୁ ରାଜେଶ କୁମାର ସାହୁଙ୍କ ରିପୋର୍ଟ। ଉପସ୍ଥାପନା ବୀରେନ୍ଦ୍ର କୁମାର ପାଣିଗ୍ରାହୀ। ନମସ୍କାର।